Good morning my guys, my friends, welcome back to my channel Dilip Plus Rocket Vision 600। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ବର୍ତ୍ତମାନ ଦେଖନ୍ତୁ ଆଜି ଗୋଟେ ସମ୍ପୂର୍ଣ୍ଣ ନିଆରା ବ୍ଲଗ୍ କରିବା। ଦେଖନ୍ତୁ ଆମର ବର୍ତ୍ତମାନ ଆମେ ଏମିତି ଗୋଟେ ସମୟରେ ଆସିକି ପହଞ୍ଚିଛେ ଯାହାକି ଆମର ଗମନାଗମନ ପଥ ଯିବା ଆସିବା ପାଇଁ କୌଣସି ଅସୁବିଧା ନାହିଁ। ଏତେ ମାନେ ଆମର ଡେଭଲପମେଣ୍ଟରେ ପହଞ୍ଚିଲା ପରେ ବି ଏବେ ବି ଦେଖନ୍ତୁ ଲୋକ ପୁଣି ଗାଁ ଗଣ୍ଡା ବା ତାଙ୍କ ଜାଗାକୁ ପହଞ୍ଚିବା ପାଇଁକା ପୁଣି ଡଙ୍ଗାର ମାନେ ଠିକ୍ ସେ ବହୁତ ମାନେ ପୁରୁଣା କାଳ ଯେମିତି ଲୋକ ଡଙ୍ଗା ପାରି ହେଉଥିଲେ, ଡଙ୍ଗାରେ ପାରି ହେଇକି ଯାଉଥିଲେ, ଏବେ ବି ସେଇ ବର୍ତ୍ତମାନ ଅବସ୍ଥା ଅଛି। ପୁଣି ସେଇଟା ନୁହେଁ ଆମର ଏ ଓଡ଼ିଶାରେ ଦେଖୁଛୁ ଆମେ ଦେଖିବା ଏଇଟା ଗୋଟେ ବାଲିଆପାଳ ଆମେ ମାନକୁଣ୍ଡ ଗୋଟେ ଜାଗାକୁ ଯିବା। ଗଲାବେଳକୁ ଆମେ କେମିତି ନଈ ପାର ହେଇକି ଯିବା ଦେଖିବା। ଯଦି ଚ୍ୟାନେଲଟା ଭଲ ଲାଗେ ଟିକେ ଲାଇକ୍ ସେୟାର କମେଣ୍ଟ କରିଦେବେ, ଟିକେ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ରହୁଛି ଜୟ ଜଗନ୍ନାଥ। ପୁଣି ଦେଖା ହେବ। ଦେଖନ୍ତୁ ବର୍ତ୍ତମାନ କେମିତି ଡଙ୍ଗାରେ ଲୋକମାନେ ପାର ହେଉଛନ୍ତି ଏପଟୁ ସେପଟୁ। ମାନେ ଡଙ୍ଗା ବି ଲୋକମାନେ ଡଙ୍ଗା ଉପରେ ଯାଉଛନ୍ତି, ଗାଡ଼ି ବି ତା ଭିତରେ ପଳାଉଛି। ପାଣି ଉପରେ ଡଙ୍ଗା, ଡଙ୍ଗା ଉପରେ ଗାଡ଼ି। ଦେଖନ୍ତୁ ନଉଥିଲେ ବୁଲେଇତେ ଦିଲ୍ଲୀ ମତେ କହିଲା ଇଏ କହିଲା ସରୋଜ କହିଲା ହେ ମୁଁ ଏ ବୁଲି ବୁଲିକି କଣ କହୁଥିଲି ନା ଏଇଗୁଡା ଖାଲି ନେଇକି ଇଏ କରିଗଲା ବୁଲି ବୁଲିକି ବେଶୀ ହେଇଗଲାଣି ଆମେ। ଦେଖନ୍ତୁ ବର୍ତ୍ତମାନ ବି ଲୋକ ବର୍ତ୍ତମାନ ବି ଓଡ଼ିଶାରେ ଏମିତି ଜାଗା ଅଛି ଯେକି ବ୍ରିଜ୍ ହେଇନି, ରାସ୍ତା ହେଇନି, ଲୋକ ଯିବା ଆସିବା ପାଇଁକା ସର୍ଟକଟ୍ ରାସ୍ତାରେ ଏତେ ବୁଲିବା ପାଇଁ କଷ୍ଟ କରୁଛନ୍ତି, ବାଧ୍ୟ ହେଇକି ପୁଣି ଡଙ୍ଗାରେ ଆସୁଛନ୍ତି। ଆପଣ ଦେଖନ୍ତୁ କ'ଣ ଓଡ଼ିଶା ଆହୁରି ଡେଭଲପମେଣ୍ଟ ଦରକାର। ଯେଉଁ ରେଟ୍ରେ ଆମେ ହେବା କଥା ଆମେ ଚିନ୍ତା କରୁଥିଲେ ବର୍ତ୍ତମାନ ହେଇପାରି ନାହିଁ ନା କ'ଣ। ବର୍ତ୍ତମାନ ପଡ଼ିଲା ତାର ଆଙ୍କୁଶ, ସେ କୂଳକୁ ଲାଗିଲା। ବର୍ତ୍ତମାନ ଗାଡ଼ି ସବୁ ଓହ୍ଲା ହେବ, ଲୋକ ସବୁ ଗୋଟେ ପରେ ଗୋଟେ ଆସିବେ। ମାନେ ଦେଖନ୍ତୁ ଗଦା ହେଇଛନ୍ତି ସବୁ ଯିବା ପାଇଁ। ଆମେ ମାନେ ଡଙ୍ଗାରେ ଏପଟ ସେପଟୁ ପାର ହେବା। ଆପଣ ସାର୍ କ'ଣ ଯାଉଛନ୍ତି ନା କେମିତି କ'ଣ ଟିକେ ନା କହିଲେ? ଏ ଲୋକମାନେ କ'ଣ ଡଙ୍ଗାରେ ପାର ହେଉଛନ୍ତି ସବୁବେଳେ ନା କ'ଣ? ଯାହାର ଯେତେବେଳେ ଦରକାର ହେଲା ପାର ହେଉଛନ୍ତି ଆଉ ଏପଟ ସେପଟଟା। ସେ କାହିଁକି କ'ଣ ରାସ୍ତା ସେମିତି ନାହିଁ ନା କ'ଣ ଏମିତି? ଏପଟେ ବୁଲିଯିବା ପାଇଁ ବହୁତ ଲେଟ୍ ହେବ ତ। ଆଚ୍ଛା, କିଲୋମିଟର ବି ବହୁତ ଅଧିକା ହେବ। ଏପଟ ସେପଟ ଡଙ୍ଗାରେ ସୁବିଧା ହେଉଛି। କ'ଣ ଆମର କହିବାର କଥା ଏଠି ବି ଗୋଟେ ବ୍ରିଜ୍ ହେବା ଦରକାର ନା କ'ଣ? ହେଲେ ହେବା ଦରକାର। 5 ବର୍ଷ ହେଲା ତାର ହେଉଛି, ଏତେ ପର୍ଯ୍ୟନ୍ତ କନେକ୍ସନ ହେଇନି, ଖାଲି ପିଲର ଗୁଡ଼ା ହେଉଛି। ଆଚ୍ଛା ଠିକ୍ ଅଛି, ଦେଖାଯାଉ। ବ୍ରିଜ୍ଟା ଆମର ଦରକାର, ଲୋକମାନେ ଯିବା ଆସିବା ପାଇଁ ଅସୁବିଧା ହେଉଛି। ଦେଖନ୍ତୁ ଏ ଜାଗାଟା ହେଲା ଆମର ବାଲିଆପାଳ ମାନକୁଣ୍ଡକୁ ଯିବା ପାଇଁ ରାସ୍ତା। ହଁ ହ୍ୟାଲୋ। ମାନେ ଗୋଟେ ଗୋଟେ କରି ଗାଡ଼ି ସବୁ ଲୋଡ଼ ହେଉଛି। ବର୍ତ୍ତମାନ ଡଙ୍ଗାରେ ସମସ୍ତେ ଲୋଡ଼ କରିବେ। ଲୋଡ଼ କରିକି ଗାଡ଼ିଟା ପୁଣି ଡଙ୍ଗା ସହିତ ଚାଲିବ। ପାଣି ଉପରେ ଡଙ୍ଗା, ଡଙ୍ଗା ଉପରେ ଗାଡ଼ି। ଦେଖନ୍ତୁ ବର୍ତ୍ତମାନ ସମୁଦ୍ର ଭଳିଆ ଲାଗିବ। ଦେଖନ୍ତୁ ବର୍ତ୍ତମାନ ଡଙ୍ଗା ଷ୍ଟାର୍ଟ ହେଇଗଲା, ଚାଲିଯିବ। ଦେଖୁଛନ୍ତି
ଜଣେ ହଉଛନ୍ତି